ଏହି ଭିଡ଼ିଓଟି କେବଳ ସେହି ଝିଅମାନଙ୍କ ପାଇଁ ଯେଉଁମାନେ 20-21 ବର୍ଷ ବୟସରେ ବାହା ଯାଉଛନ୍ତି, କିନ୍ତୁ ଗୋଟିଏ 30 ବର୍ଷ ପୁଅକୁ କିଛି ଅସୁବିଧା ନାହିଁ, ବହୁତ ସୁନ୍ଦର, ବହୁତ ବଢ଼ିଆ। ଆଉ ଏଇଟା ବି ଗୋଟେ ପୁଅର ଉପଯୁକ୍ତ ସମୟ ବାହା ହେବାର। କିନ୍ତୁ ସେ ଝିଅ ଯେତେବେଳେ ବାହା ହେଇସାରୁଛି 2-4 ବର୍ଷ ପରେ କିଛି ନା କିଛି ବାହାନା କରିକି ଝଗଡ଼ା ଝାଣ୍ଟି କରିକି ସବୁବେଳେ କହୁଛି ବାପା ଘରୁ ଚାଲିଯିବି, ଭାଇ ଘରୁ ଚାଲିଯିବି, ମା ପାଖକୁ ଚାଲିଯିବି। କିନ୍ତୁ ଭଉଣୀ ଗୋଟେ କଥା ମନେ ରଖ, ଯେବେ ଭାଇ ବାହା ହେଇଯିବ ଆଉ ଭାଉଜ ଘରକୁ ନେଇକି ଆସିବ, ତମର ଅକାତ ସେତେବେଳେ ଗୋଟେ ଘରର ଚାକରାଣୀ ସହିତ ସମାନ ହେଇଯିବ। ଝିଅ ଘରେ ସେତିକି ପର୍ଯ୍ୟନ୍ତ ଡେରିଂ ଚଲେବ ଯେତିକି ପର୍ଯ୍ୟନ୍ତ ତାଙ୍କ ବାପା ଆଉ ମା ଅଛନ୍ତି। ଆଉ ଯେବେ ବାପା ମା ସ୍ୱର୍ଗବାସୀ ହେଇଯିବେ ସେତେବେଳେ ତମର ଅକାତ 0 ଲେବୁଲକୁ ପଳେଇ ଆସିବ। ସେଦିନ ତମର ମନେ ପଡ଼ିବ ତମେ ଯଦି ତମ ଘର ସଂସାରକୁ ସୁଖରେ ଚଳେଇ ପାରିଥାନ୍ତ ତାହେଲେ ତମେ ରାଣୀ ହେଇକି ରହିଥାନ୍ତ, ଚାକରାଣୀ ହେଇକି ନୁହେଁ। ତମକୁ ଯେବେ 50-60 ବର୍ଷ ହେଇଯିବ ସେତେବେଳେ ତମ ଛୁଆମାନେ ବାହାରକୁ କାମ କରିବାକୁ ଚାଲିଯିବେ, ପାଖରେ ଥିବ କେବଳ ସେଇ ସ୍ୱାମୀ, ନା ବାପା, ନା ମା, ନା ଭାଇ। ସେଦିନ ତୁମର ମନେ ପଡ଼ିବ କି ସବୁଦିନ ଝଗଡ଼ା କରୁଥିବା ଲୋକଟି ମୋ ପାଖରେ ଅଛି, ସେ ହେଉଛି ସେଇ ସ୍ୱାମୀ ଯିଏକି ହେଉଛି ପ୍ରତ୍ୟେକ ଦିନ ଝଗଡ଼ା କରେ। ତେଣୁ ଭଉଣୀମାନେ, ଜୀବନଟା ବହୁତ ସୁନ୍ଦର। ଏମିତି ଛୋଟ ମୋଟ କଥାରେ ନିଜ ଘର ସଂସାର ଭାଙ୍ଗନି, ଘର ଛାଡ଼ି ଯାଅନି, ନିଜ ଘର ନିଜର।